ମୁଁ ଆପଣ ମୋହନ ମାଝୀ ମହୋଦୟକୁ ପଚାରୁଛି, ତାଙ୍କର ସଭାପତି ମୋଦି ମହୋଦୟକୁ ପଚାରିଛି, ଆପଣ ସଂକଳ୍ପ ପତ୍ରରେ ଯେଉଁ କଥା କହିଥିଲେ ଆଜି ପର୍ଯ୍ୟନ୍ତ ତାକୁ କାହିଁକି କାର୍ଯ୍ୟକାରୀ କରୁନାହାନ୍ତି? ଯେଉଁ ଦେଶକୁ ସ୍ୱାଧୀନ କରିଥିଲେ ଜାତିର ଜନକ ମହାତ୍ମା ଗାନ୍ଧୀ, ସିଏ କହିଥିବା ଲୋକପ୍ରତିନିଧିଙ୍କର କାମ କ'ଣ ତାକୁ ବି ଏପର୍ଯ୍ୟନ୍ତ ଆପଣ ପୂରଣ କରୁନାହାନ୍ତି। ଏହା କ'ଣ ଆପଣ ଲୋକପ୍ରତିନିଧି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଆପଣ କ'ଣ ଏଇଟା ଜାଣିନାହାନ୍ତି କି କହିଥିବା କଥାଟା କାହିଁ କାର୍ଯ୍ୟକାରୀ କରୁନାହାନ୍ତି? ମୁଁ ଆଜ୍ଞା ନାରାୟଣ ଚନ୍ଦ୍ର ନାୟକ, ଜଣେ ଶ୍ରମିକ ନେତା, ଭତ୍ତା ସଂଗ୍ରାମ ସମିତିର ବିଦ୍ୟାଧର ମହାନ୍ତି ମହୋଦୟଙ୍କର ଯେଉଁ ଭତ୍ତା ସଂଗ୍ରାମ ସମିତିର ମୁଁ ଉପଦେଷ୍ଟା ଅଛି। ମୁଁ ସେ କଥା ପ୍ରଶ୍ନର ଉତ୍ତର ଦେବି। ମୁଁ ଆଜ୍ଞା ପ୍ରଥମେ ଯେଉଁ ଆମ୍ବେଦକର ସମ୍ବିଧାନ ତିଆରି କରିଥିଲେ, ଯେଉଁ ଚତୁର୍ଥ ସ୍ତମ୍ଭ ବୋଲିକି ସାମ୍ବାଦିକମାନଙ୍କୁ ଦେଇଥିଲେ, ମୁଁ ଆଜ୍ଞା ସାମ୍ବାଦିକମାନଙ୍କୁ କୋଟି ଜୁହାର ହେଉଛି। ଆକ୍ଚୁଆଲି ଗଣତନ୍ତ୍ରକୁ ଯଦି ରକ୍ଷା କରିବେ ସାମ୍ବାଦିକମାନେ ରକ୍ଷା କରିବେ। ତେଣୁ ମୁଁ ସେଇଠି ଆଜ୍ଞା ଯେଉଁ କହିଲେ ଛତିଶଗଡ଼ କଥା କହୁଛନ୍ତି, ମୁଁ ଟିକେ ଆଉ ଟିକେ ପରେ ଛତିଶଗଡ଼ କଥା କହିବି। ମୁଁ ବର୍ତ୍ତମାନ କହୁଛି ଯେଉଁ ଭାଉଜ ନମସ୍କାର ଟିଭିର ଯେଉଁ ଭାଉଜ, ସେ ଆମର ନୂଆପଡ଼ା ନିର୍ବାଚନ ମଣ୍ଡଳୀର ଗୋଟେ ଗାଁକୁ ଯାଇଥିଲେ। ସେ ଗ୍ରାମରେ ପଚାରିଲେ ସେ ଭାଉଜ ନମସ୍କାର ଯେ ଇଏ ଆପଣଙ୍କର ଉନ୍ନତି କ'ଣ ଅଛି, କେମିତି ଅଛି, ଭଲ ମନ୍ଦ। ସେ ଗାଁର ସେଟା ହେଉଛି ବିସି ବାହାଲ, ସେ ଗାଁଟା ନା। ସେ ଗାଁରେ ଯେତେବେଳେ ଭାଉଜ ନମସ୍କାର ପହଞ୍ଚିଲା ଯେ କେମିତି ଅଛ, ସେଇ ଯେଉଁ 10-15 ଜଣ ସ୍ତ୍ରୀ ଲୋକ ତାକୁ ଡାକି ନେଇଗଲେ ଜଣ ଘର କତି। କ'ଣ ଘର ନା, ସେ ଘରର ଯୋଡ଼ିଏ ପିଲା ହେଉଛନ୍ତି ବିକଳାଙ୍ଗ, ହ୍ୟାଣ୍ଡିକ୍ୟାପ୍। 2 ଜଣ ଭାଇ ଭଉଣୀ, 2 ଜଣ ହ୍ୟାଣ୍ଡିକ୍ୟାପ୍ଟରେ, ତାଙ୍କର ବାପା ମା' ନାହାନ୍ତି କି କେହି ନାହାନ୍ତି। ସେମାନେ ଆଜ୍ଞା ନବୀନ ପଟ୍ଟନାୟକ ଯେଉଁ 1000 ଟଙ୍କା ଆଉ ହ୍ୟାଣ୍ଡିକ୍ୟାପ୍ଟ ବୟସ୍କ ଲୋକଙ୍କ ପାଇଁ ଯେଉଁ 1200 ଟଙ୍କା କରିଥିଲା, ହ୍ୟାଣ୍ଡିକ୍ୟାପ୍ଟ ଦୃଷ୍ଟିରୁ ସେ ଭାଇ ଭଉଣୀ 2 ଜଣ ଆଜ୍ଞା 1200 ଟଙ୍କା ଲେଖା ପାଉଥିଲେ। କିନ୍ତୁ ଏଇ ଯେଉଁ ଆମର ମୋହନ ମାଝୀ ମହୋଦୟ ବିଜେପି ଦଳ ଯେଉଁ ସଂକଳ୍ପ ପତ୍ର ଲେଖିଥିଲା, ମୁଁ 60ରୁ 80 3000 ଦେବି, 80ରୁ ସେଣିକି 3500 ଦେବି। କିନ୍ତୁ ଦୁଃଖର କଥା ଆଜ୍ଞା, ଆଜି ପର୍ଯ୍ୟନ୍ତ ତ ଦେଇନାହିଁ। ଆମେ ଆନ୍ଦୋଳନ କରିଛୁ, ଆନ୍ଦୋଳନ ଚାଲିବ। ଓଡ଼ିଶାର ଜନସାଧାରଣଙ୍କୁ କହୁଛୁ ଯେ ଯେଉଁମାନେ ବୁଢ଼ା ବୁଢ଼ୀ, ଗରିବ, ହ୍ୟାଣ୍ଡିକ୍ୟାପ୍ଟ, ବିଧବା, ଗୀତିକାର, ଏମାନଙ୍କୁ ଯେଉଁ ସରକାର ସଂକଳ୍ପତ୍ର କହିଥିଲା ଆଜି ପର୍ଯ୍ୟନ୍ତ ଦେଉନାହିଁ। ଆପଣମାନେ ଓଡ଼ିଶାବାସୀ ଏ କଥାଟାକୁ ବିଚାର କରନ୍ତୁ। ବିଦ୍ୟୁତ ଛାଡ଼ କରିବା କଥା କହିଥିଲା, କରିନାହିଁ। ମଦ ବନ୍ଦ କରିବା କଥା କହିନାହିଁ ସଂକଳ୍ପତ୍ର ଦେଇଥାରୁ। ଆମେ ତ ଏଇଟା ପ୍ରଚାର ଚଲେଇଛୁ। କିନ୍ତୁ ଆଜ୍ଞା ଦୁଃଖର କଥା, ସେ ବିସି ବାହାଳ ଗ୍ରାମର ଯେଉଁ ଭାଇ ଭଉଣୀ ଦିହାଙ୍କେ ହ୍ୟାଣ୍ଡିକ୍ୟାପ୍ଟ, ସେମାନଙ୍କର ବାପା ମା' ନାହାନ୍ତି। ସେମାନେ ଆଜ୍ଞା 1200 ଟଙ୍କା ପାଉଥିଲେ। ଇଏ ଭତ୍ତା ଦେବାକୁ 3000 3500 କହିଛନ୍ତି କ'ଣ ଆଜ୍ଞା? ତାଙ୍କ ଭତ୍ତା କାଟିଦେଲେ। ସେ ଯେଉଁ ହ୍ୟାଣ୍ଡିକ୍ୟାପ୍ଟ ପାଇଁ ଯେଉଁ 1200 ଟଙ୍କା ପାଉଥିଲେ, ସେ 1000 ଟଙ୍କା ପାଉଛନ୍ତି। 200 ଟଙ୍କା ଲେଖା ତାଙ୍କର ଭାଇ ଭଉଣୀ 2 ଜଣଙ୍କର କାଟି ଦେଇଛନ୍ତି। ସେ ସାଇଯାଙ୍କ ଲୋକ, ସେ ହ୍ୟାଣ୍ଡିକ୍ୟାପ୍ଟ ଭାଇ ଭଉଣୀ ଏ ଯେଉଁ ଭାଉଜ ନମସ୍କାର ଆଗରେ ଭାଉଜକୁ ଦୁରୁଜୁହାର ଆଗରେ ପ୍ରକାଶ କଲେ। ଆପଣ ଚିନ୍ତା କରନ୍ତୁ, ମୋହନ ମାଝୀ ସରକାର ଭତ୍ତା ଦେବା ପାଇଁ କହିକି ତ ଆଜି ପର୍ଯ୍ୟନ୍ତ ଦେଉନାହିଁ। ଆମର ଆନ୍ଦୋଳନ ଚାଲିଛି, ଆଗକୁ ଆନ୍ଦୋଳନ ଚାଲିବ। ଆଉ କିନ୍ତୁ ଦେଖନ୍ତୁ, 1200 ଟଙ୍କା ପାଉଥିବା ହ୍ୟାଣ୍ଡିକ୍ୟାପ୍ଟ ଭାଇ ଭଉଣୀ 2 ଜଣ, ତାଙ୍କର କେହି ସାହା ଭରସା ନାହିଁ। ତାଙ୍କର 200 ଟଙ୍କା କାଟିକି ତାକୁ 1000 ଟଙ୍କା କରିଦେବେ। ଚାହିଁ ଆଜ୍ଞା ଦୁଃଖଦ ଘଟଣା ଆଜ୍ଞା କ'ଣ ଅଛି କୁହନ୍ତୁ? ଇଏ ହେଉଛି ନୂଆପଡ଼ା ବିସି ବାହାଲ ଗ୍ରାମର କଥା। ଆଉ ଗୋଟେ ଆଜ୍ଞା ମୁଁ ଆପଣଙ୍କୁ କହିବାକୁ ଚାହୁଁଛି, OTVର ଜଣେ ଜିଲ୍ଲା ପ୍ରତିନିଧି କି ପଚରାଗଲା ଯେ ନୂଆପଡ଼ାରେ ଇଲେକ୍ସନ୍ ହାଲ୍ କ'ଣ, ଆପଣ କ'ଣ ରିପୋର୍ଟ ପାଉଛନ୍ତି? ସେ ସିଧାସିଧି କହିଲେ ନୂଆପଡ଼ାରେ ଗ୍ରାମାଞ୍ଚଳରେ ଆଉ ଓଡ଼ିଆ ସ୍କୁଲ ପ୍ରାୟ ବନ୍ଦ ହୋଇଗଲାଣି। କାଁ ଭାଁ କେଉଁଠି ଗୋଟେ ଅଛି। ଏଇ ଯେଉଁ ନୂଆପଡ଼ାର ଛାତ୍ରମାନେ ଯାଇକି ଛତିଶଗଡ଼ରେ ପଢ଼ୁଛନ୍ତି। ଆଉ ତେଣୁ ଆପଣ ଚିନ୍ତା କରନ୍ତୁନି, ଛତିଶଗଡ଼ ଭାଷା ଅଲଗା, ଆମ ଭାଷା ଅଲଗା। ଆମ ନୂଆପଡ଼ାର ପିଲାମାନେ ଯାଇକି ଛତିଶଗଡ଼ରେ ପଢ଼ୁଛନ୍ତି, ତାମାନେ ସେମାନେ ମାତୃଭାଷା ପଢ଼ିବାକୁ ଚାହୁଁଛନ୍ତି। ଇଏ ହେଉଛି ନବୀନ ପଟ୍ଟନାୟକ ବିଜେପି ଦଳର ହେଉଛି ନୀତି। ଇଏ ଯେଉଁ ଓଡ଼ିଆ ସଂସ୍କୃତି, ଏ ଯେଉଁ ଅସ୍ମିତା କଥା କହୁଥିଲେ, ଆଜି ଓଡ଼ିଆ ପୁଅ ତା ନୂଆପଡ଼ାରେ ତା ମାତୃଭାଷା ପାଇବାକୁ ସ୍କୁଲ ନାହିଁ। ସେ ଯାଇକି ଛତିଶଗଡ଼ରେ ସ୍କୁଲରେ ଯାଇ ପଢ଼ୁଛି। କିନ୍ତୁ ନବୀନ ବାବୁ କାଲି ସକାଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଆମର ଓଡ଼ିଶା ମୁଖ୍ୟମନ୍ତ୍ରୀ ଯାଇକି ଯେଉଁ
ଯେଉଁଭଳି ଭାବରେ ପ୍ରଚାର କରୁଛନ୍ତି। ଛତିଶଗଡ଼ ଆଜ୍ଞା ମୁଖ୍ୟମନ୍ତ୍ରୀ ଆଇଲା ତା ସାଙ୍ଗରେ 8ଟା ମନ୍ତ୍ରୀ ଯାଇଥିଲେ। ଜଣେ ଓଟିଭିର ସାମ୍ବାଦିକ ଚ୍ୟାନେଲ୍ ବାଲା କହିଲା ସେ ଲୋକମାନଙ୍କୁ ପଚାରୁନି ଏଠି କ'ଣ ଉପକାର କରିଛି ଏମାନେ ବିଜେପି ମିଟିଂ ଯାଇଛ କ'ଣ କହିଲା ଆଜ୍ଞା ଏଠି ଯେ ଆଗରେ ବସିଛନ୍ତି ଏଠି ଆଜ୍ଞା ଓଡ଼ିଆ ଲୋକ କେହି ନାହାନ୍ତି ମୁଁ ଛତିଶଗଡ଼ ଭାଷା ବୁଝିପାରିବି ନାହିଁ ଆପଣ ସେମାନଙ୍କୁ ପଚାରୁନି ସେମାନେ ଡାଇରେକ୍ଟ ପଚରାଗଲା। ତେଣୁ କାଲି ଯେଉଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ 8 ଜଣ ମନ୍ତ୍ରୀ ଯେଉଁ ସୈନ୍ୟବାହନ ଧରିକି ଆଇଥିଲେ ସେ ମିଟିଂର ଯେଉଁ ଆଗ ଧାଡ଼ିରେ ସବୁ ବସିଥିଲେ ସେମାନେ ଆଜ୍ଞା ନୂଆପଡ଼ାର କେହି ଲୋକ ନୁହନ୍ତି କି ଓଡ଼ିଆର ଲୋକ କେହି ନୁହନ୍ତି ସବୁ ହେଉଛନ୍ତି ଛତିଶଗଡ଼ର ଲୋକ। ଏଭଳି ଆଜ୍ଞା ରାଜନୀତି ଚାଲିଛି ସେଠି। ଆଉ ଗୋଟେ କଥାରେ କୁହନ୍ତି ନାହିଁ ଆମ ଓଡ଼ିଆ ଭାଷାରେ ଗୋଟେ ଅଛି ଅତି ଗର୍ବେ ହତଲଙ୍କା ଅତି ଗର୍ବେ କୌରବା ଯେ ଯେମିତି ଲଙ୍କାର ରାବଣ 3 ପୁର ରାଜା ଥିଲା ଗର୍ବ କରିକି ଆଜ୍ଞା ଲଙ୍କା ଧ୍ୱଂସ ପାଇଲା ରାବଣ ମଲା। ଯେଭଳି 100ଟା ଭାଇ ବାପ ଧୃତରାଷ୍ଟ୍ର ରାଜା ବୋଲିକି ପାଣ୍ଡବମାନଙ୍କୁ ଯେଉଁ ହଇରାଣ କଲା ସେଥିରେ ଦୁର୍ଯ୍ୟୋଧନ 100 ଭାଇ ଦୁର୍ଯ୍ୟୋଧନ ମଲା 100 ଭାଇଙ୍କୁ ମାଇଲା ହସ୍ତିନାକୁ ଯୁଧିଷ୍ଠିର ପାଣ୍ଡବମାନେ ଦଖଲ କଲେ। ସେମିତି ବର୍ତ୍ତମାନ ଯେଉଁ ବିଜେପି ବିଜେଡ଼ି ଖାଲି ଅହଙ୍କାରରେ ମାତୁଛନ୍ତି ଆଜ୍ଞା ଖାଲି ଅହଙ୍କାର କିଛି କାରଣ ନାହିଁ। ନବୀନ ପଟ୍ଟନାୟକ ବେଇମାନି କହୁଛନ୍ତି ବିଜେପି କି ନେଇଗଲା ବୋଲିକି ଢୋଲକିଆକୁ। ବିଜେପି କାଲି ଆଜ୍ଞା ମୁଖ୍ୟମନ୍ତ୍ରୀ ନିଜେ ମୋହନ ମାଝୀ କହିଛନ୍ତି ସିଏ ଯେଉଁ ଭଦ୍ରଲୋକ ଦେଖାଉଛନ୍ତି ସିଏ ବା କଂଗ୍ରେସର ସେ ଯେଉଁ ସୁବଳ ସାହୁ ସ୍ତ୍ରୀକି ନେଇକି ଟିକେଟ୍ ଦେଇଥିଲେ ସିଏ ବା ବିରୋଧୀ ଦଳ ନେତା ଭୂପେନ୍ଦ୍ର ସିଂ ନେଇଯାଇଥିଲେ। ଆମର ବା ଯିଏ ପିପିଲିର ଆମେ ଚାହୁଁଥିଲୁ ଜଣକୁ କ୍ୟାଣ୍ଡିଡେଟ୍ କରିବାକୁ ତାକୁ ବା ଖାଲି ଆଜ୍ଞା ଗର୍ବ ଅହଙ୍କାର ସିଏ କାହାକୁ ନେଇଗଲା ଇଏ କାହାକୁ ନେଇଗଲା। ଏଇଟା ଆଜ୍ଞା କ'ଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କର ପ୍ରଚାର ନବୀନ ବାବୁ ହୁଅନ୍ତୁ କି ସେ ମୋହନ ମାଝୀ ହୁଅନ୍ତୁ ଖାଲି ଗର୍ବ ଅହଙ୍କାରରେ ଆଜ୍ଞା ପୁରିଛନ୍ତି। ଆଉ ସବୁଠୁ ବଡ଼ କଥା ହେଉଛି ଯେ ଯେଉଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଯେଉଁ କଥା କହିଲେ ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 24 ବର୍ଷ ଶାସନରେ ରହିନେ ଓଡ଼ିଆ ଭାଷା କହିପାରିଲେନି। ଜଣେ ମୁଖ୍ୟମନ୍ତ୍ରୀ ଆସିଛନ୍ତି ପ୍ରଚାରକୁ ତାଙ୍କର ବୟସ ହେଉଛି ଯେ 24 ବର୍ଷ ନବୀନ ପଟ୍ଟନାୟକ ଥିଲା ସେ ଓଡ଼ିଆ ଶିଖିପାରିଲାନି ଗଲା। ଆଉ କଂଗ୍ରେସ ପାଇଁ ଥିଲା ଗୋଟେ କଂଗ୍ରେସ ଗୋଟେ ପାରିବାରିକ ଦଳ ଗୋଟେ ପାରିବାରିକ ଦଳ ସିଏ କୌଣସି ଡେଭଲପମେଣ୍ଟ କରିନାହିଁ ଖାଲି ବଡ଼ ବଡ଼ କଥା କୁହେ କିନ୍ତୁ କାମରେ ଶୁନ କିଛି କରେ ନାହିଁ। ଆମର ଡବଲ ଇଞ୍ଜିନ୍ ସରକାର ବିଶ୍ୱର ବଡ଼ ଦଳ ହେଉଛି ବିଜେପି ଦଳ ତେଣୁ ଆମେ ଆସିଛୁ କାମ କରିବୁ। ଆଜ୍ଞା ମୁଁ ଟିକେ ଆପଣଙ୍କ ମାଧ୍ୟମରେ ପଚାରିବାକୁ ଚାହୁଁଛି ଯେଉଁ ତାପରେ ଆଉ ଯୋଡ଼ିଲେ ଯେ ମୋଦି ଗରିବ ଘର ପିଲା ସେ ଗରିବକୁ ଦେଖିବ। ଆଜ୍ଞା କଂଗ୍ରେସ 50 ବର୍ଷ ଦଳ ରହିକି କ'ଣ ଖାଇଗଲା ସେ ଯେଉଁ କଥା କହୁଛନ୍ତି ମୁଁ ହେଣେ ବ୍ୟାଖ୍ୟା କରିବାକୁ ଚାହୁଁନି। ମୁଁ ଗୋଟିଏ କଥା ପଚାରିବାକୁ ଚାହୁଁଛି ଓଡ଼ିଶାର ଜନସାଧାରଣଙ୍କୁ ମୋହନ ମାଝୀ ମହୋଦୟକୁ ବିଶେଷ କରି ଯେଉଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ କି ପ୍ରଚାର ପାଇଁ ଆଣିଥିଲେ ସିଏ କହିଲେ 50 ବର୍ଷ ଶାସନରେ ରହିଲା କଂଗ୍ରେସ ପାରିବାରିକ ରାଜନୀତି। ଆଜ୍ଞା ଯେଉଁ ପାରିବାରିକ ରାଜନୀତି କଥା କହିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମୁଁ ତାକୁ ପଚାରିବାକୁ ଚାହୁଁଛି ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ତାଙ୍କ ପିତା ମୋତିଲାଲ ନେହେରୁ ଯିଏକି ଦେଶକୁ ସର୍ବସ୍ୱ ସମ୍ପତ୍ତି ଦାନ କରିଥିଲେ କୁହନ୍ତୁନି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମହୋଦୟ କିଏ ଦେଶକୁ ସର୍ବସ୍ୱ ଦାନ କରିଛି ସିଏ ଦାନ କରିବା ଲୋକ ହେଉଛି ଜବାହରଲାଲ ନେହେରୁଙ୍କ ପିତା ମୋତିଲାଲ ନେହେରୁ। ଏଭଳି ଆଜ୍ଞା ଚାଲିଛି କ'ଣ କହିବେ ଆଜ୍ଞା। ଗୋଟେ ମୁଁ କାଲି ଦେଖୁଥିନି ଆଜ୍ଞା ଧାରଣା ଦେଇଛନ୍ତି କାନ ଧରିକି ଆଣ୍ଠେଇକି ଏ ଯେଉଁ ସଂସ୍କୃତ ଶିକ୍ଷକମାନେ ଗୋଟେ ଇଣ୍ଟରଭ୍ୟୁ ହେଇଥିଲା ଯେଉଁଥିରେ କି ଏମାନେ ଚାକିରି ପାଇବା କଥା ସେଥିରେ ଉର୍ଦ୍ଦୁ ପିଲାଙ୍କର ରିପୋର୍ଟ ବାହାରିଲା ତେଲେଙ୍ଗାନା ପିଲାଙ୍କର ରିପୋର୍ଟ ବାହାରିଲା 700 ପୋଷ୍ଟ ଅଛି କିନ୍ତୁ ସଂସ୍କୃତରେ ଯେଉଁ ଓଡ଼ିଆ ପିଲାମାନେ ପାଠ ଦେଇଥିଲେ ପରୀକ୍ଷା ତାଙ୍କର କୌଣସି ରେଜଲ୍ଟ ବାହାରିଲାନି ସେମାନଙ୍କର ଭବିଷ୍ୟତ ଅନ୍ଧାର। ସେଇଥିପାଇଁ ସେମାନେ କାଲି କାନ ଧରି ଆଣ୍ଠେଇକି ପ୍ରତିବାଦ କରୁଥିଲେ। ମୁଁ ଆପଣଙ୍କ ମାଧ୍ୟମରେ କହିବାକୁ ଚାହୁଁଛି ଯେ ଦେଶର ଗୋଟେ ଆଇନ ଅଛି ଯିଏ ଶାସ୍ତ୍ରୀୟ ମାନ୍ୟତା ପାଇଥିବ ସଂସ୍କୃତି ପାଇଁ ସେ ରାଜ୍ୟକୁ ବେଶୀ ଦାନ ଦିଆଯିବ। ବର୍ତ୍ତମାନ ଯେ କଂଗ୍ରେସ ସଭାପତି ଅଛନ୍ତି ଖଡ଼ଗେ ସିଏ ଶିକ୍ଷାମନ୍ତ୍ରୀ ଥିଲାବେଳେ ଓଡ଼ିଶା ଶାସ୍ତ୍ରୀୟ ମାନ୍ୟତା ପାଇଛି। ତେଣୁ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ରାଜ୍ୟରେ ସଂସ୍କୃତରେ ପାଠ ପଢ଼ିକି ପରୀକ୍ଷା ଦେଇବା ପିଲାଙ୍କର ରେଜଲ୍ଟ ଏଠି ବାହାରୁ ନାହିଁ। ଉର୍ଦ୍ଦୁ ପିଲାଙ୍କର ବାହାରୁଛି ତେଲେଙ୍ଗାନା ପିଲାଙ୍କର ବାହାରୁଛି। ଉର୍ଦ୍ଦୁ ତେଲେଙ୍ଗାନା ବାହାରିଲା ସେମାନେ ପରୀକ୍ଷା ଦେଇଛି ବାହାରିଲା ଭଲ କଥା କିନ୍ତୁ
जो अधिका टंका केंद्र सरकार संस्कृति विभाग को दौची आज संस्कृति विभाग जो 700 पोस्ट आज आम ओडिया पिला माने हेतु वंचित हो ये हूँ शिक्षा नीति आम ये जो मोहन माझी सरकार जदि उर्दू पिलांकर बाहरला तेलुगु पिलांकर बाहरला संस्कृत पर जो ओडिया पिला माने परीक्षा देइथिले तांकर रिजल्ट कहीं बाहरलानी तुम्हें तो केन्द्र अधिका अनुदान शास्त्रीय मान्यता राज्य सरकार आणुच से पिला रिजल्ट कहीं बाहरलानी एक कथा मोहन माझी शिक्षा मंत्री कहे कि कौन पाई दी तेलुगु उर्दू वाला पिलांकर बाहरला बेले एमानकर कहीं बाहरलानी आज्ञा देखु बर्तमान एभली अवस्था सृष्टि होती ये सरकार कहते आम 40,000 पोस्टिंग करूँ आपण कहते गोटे आउटसोर्सिंग पिला से पोस्टिंग कि ना आगू करेंगे देखु ओडिशा जो नुआपड़ा कथा कहते आज्ञा सेठी किसी रोजगार नहीं समस्ते प्राय दादन श्रमिक यहाँ दादन श्रमिक राज्य होता बेले जो मैंने कौटी काँ भा ये जो ठिका कर्मचारी काम कर दुख बुझा मोहन माझी राजी नुहति आज्ञा दुखर कथा जे जड़े 9 मासे दरमा न पाइबा द्वारा जड़े आउटसोर्सिंग पिला आत्महत्या कला अवश्य मोहन बाबू के 2 लाख 3 लाख देते किंतु आज्ञा मु मोहन माझी महोदय को पचार चाहिए से मला बोल के आप अनुदान दे पारती मुख्यमंत्री हिसाब से किंतु 9 मासे गोटे लोक दरमा आउटसोर्सिंग चाकरी करथिबा लोक कहीं दरमा पाइला नहीं से कैफत आप देवे कि एभली चली आज्ञा गरीब खाली मरब ये राज्य में आउ कि उपाय ना 69 टଙ୍କା चाषे बढ़ाई देते आज्ञा बाहा नौ कहीं 69 टଙ୍କା बढ़े कौन पर 69 टଙ୍କା बढ़ाई जानते 200 टଙ୍କା सार को 800 टଙ୍କା चाषी मैंने ब्लैक रे किनी जो बहुत चाषी भी सार किणी पारे नहीं धान बिल में पकड़ापी ये सरकार भावुची जो आम सार जोगे पार्न बोली आम ना जो बदनामटा उठुची काले नुआपड़े से प्रभावटा पड़ो कि से 69 टଙ୍କା बढ़ाई मु आज्ञा मोहन माझी महोदय को पचार चाहूँगी तुम्हें तो सार जोगे पार्ल नहीं ये जो आम सिंहदेव अच्छा उपमुख्यमंत्री कृषि विभाग दायित्व अच्छा तुम्हें तो ओडिशा चाषी की सार दे पार्ल नहीं भल तो फसल हम नहीं 69 टଙ୍କା बढ़े तार माने ये आज्ञा जो सरकार चली मोर बेसी दुख लगुच ये जो विधवा बुढ़ा बुढ़ी ये जो विकलांग आउ संगीतकार ये टंकाटा सरकार कौन देवे भारी दुखर कथा देश अच्छी राज्य अच्छी इलेक्शन अच्छी समस्ते आम रे किंतु आज्ञा जो बुढ़ा बुढ़ी जो अंध जो विकलांग जो विधवा जो कलाकार एमानकु जो भत्ता टंका कहूल आज पर्यटन दौना कहीं नुआपड़े हेंडिकेप्टर भाई भौणी पाउथुबा 1200 टଙ୍କା को काटिकी तुम्हें 1000 टଙ୍କା कथा करिच एक कथा जो नुआपड़े जाकि बहुत बड़ बड़ कथा कर बीजेपी बीजेडी यात्रा करुच आपण आगे कहतु से माने हेंडिकेप 1200 टଙ୍କା पाउले कहीं 200 टଙ୍କା ना काटिच ये कथा नुआपड़ावासी ओडिशार जनसाधारण ये बीजेपी सरकार को पचार उचित आज्ञा मुझे कथा आपण माध्यम कहूँ संकल्प पत्र रे जोटा कही सेटा तो आसिक आज्ञा 500 दिन तुम पूर्ति पारिलनि आज पर्यटन से कर कहीं जो मेजर केस जोटा कि विधवा बुढ़ा बुढ़ी जो अंध विकलांग आंकर जो संकल्प पत्र जो कही दवापाई सेटा आज्ञा 500 दिन गला कहीं देना इलेक्शन कंडक्ट लागू होती इलेक्शन पर दमु किंतु सेटा दब बोलिक आमर विश्वास होनी कहीं आपणकर सभापति मनमोहन सामल नुआपड़ा पड़ी रही सी आम जाजपुर रोड संस्कृति भवन में कहते आम देदमु आपणकर आईन मंत्री कहते देदमु आज आपण कहते इलेक्शन आईन लागू होती आम दे पारन इलेक्शन पर दमु आपण कथार केते सत्यता आज आपण कहतु आपण कहतु आपणकर जी सभापति दलर सीए कही देदमु देले आज पर्यटन दौना आपणकर जी आईन मंत्री सीए कही आज पर्यटन दौना तुम्हें इलेक्शन पर दब बोल कि माने को तुम्हें इलेक्शन पर नदेने आम छाड़बुनु आम ये बुढ़ा बुढ़ी अंध विकलांग विधवा यही कलाकार को धरिक आम आंदोलन जारी रखीचु आगु भी रखीमु तेणु आपण सुधुरी जातु जो सरकार जी आसु आपणकर जदि नुआपड़े यदि हारी जाती आपण मोहन माझी कौन पलैबे कि मुख्यमंत्री
जदि नवीन बाबूर नुआपड़ार हारी जाती कौन नवीन बाबू विरोधी दलर नेता को पलैबे कि जदि कांग्रेस हारी जाए कौन कांग्रेस जितिने कौन भक्त दास मुख्यमंत्री हो कि से कथा छाड़तु जोटा पॉइंट को आसतु लोकंर उपकार करने आपड़ जोटा कही सेटा कहीं कार्यकारी करेंगे गांधीजी कही जे राजनेता माने होउचंती लोक मानकर प्रतिनिधि से लोक मानक जो प्रतिश्रुति देते ताकू तुरंत कार्यकारी करने कथा से गांधी सामने मुझे आपन मोहन माझी महोदय को पचारुची तांकर सभापति मोदी महोदय को पचारची आपण संकल्प पत्र रे जो कथा कही आज पर्यंत ताकू कहीं कार्यकारी करना दो देश को स्वाधीन करते जातिर जनक महात्मा गांधी सी कही लोक प्रतिनिधि काम कौन ताकू भी पर्यंत आप पूरण करना यह कौन आपण लोकप्रतिनिधि प्रधानमंत्री मुख्यमंत्री आपण कौन यहाँ जानी ना कि कही कथाटा कहीं कार्यकारी करना।